ମୋ ନାଁ ପରିମଳ ମଣ୍ଡଳ, ଗ୍ରାମ MB7। ଆଜି 7 ନମ୍ବରର ଛକରେ ସୁରେଶ ନାୟାଲ ଘର ସାମ୍ନାରେ ଗୋଟେ ବଡ଼ ସାପ ଆସିଥିଲା, ଅଜଗର ସାପ। ସାପକୁ ଦେଖିକିନା ଆମେ ହେଲ୍ପ ଲାଇନ୍ ଲୋକଙ୍କୁ ଫୋନ୍ କରିଥିଲୁ। ସେମାନେ ଆସିକିନା ସାପଟାକୁ ଧରିଲେ। ସେ ସାପଟାର ଓଜନ 15 କିଲୋ ଅଛି, ପାଖାପାଖି 10 ଫୁଟ ଲମ୍ବା ଅଛି। ବହୁତ ଡର ଲାଗିଲା। ସମସ୍ତେ ତ ଦେଖିକିନା ଛାନିଆ ହେଇଗଲେ। ଆଉ ଭାଇମାନେ ଆସିକିନା ଧରିକିନା ନେଲେ। ଧନ୍ୟବାଦ ଶରତ ମାଝୀ, ସେ ଆସିକିନା ରେସ୍କ୍ୟୁ କରିକିନା ଧରି ନେଲେ। କୁକୁଡ଼ା ଖାଇବା ପାଇଁ ଆସିଥିବେ। ହଁ, ଜଙ୍ଗଲରେ ଖାଦ୍ୟ ମିଳିନାହିଁ, ସେଥିପାଇଁ ଗାଁ ଭିତରେ ପଶି ଆସିଲେ। ଛୋଟ ଛୋଟ ପିଲାମାନେ ଏଠି ଖେଳୁଥିଲେ, ଦେଖିକିନା ସମସ୍ତେ ଡରିଗଲେ। ତାପରେ ହେଲ୍ପଲାଇନ୍ ଭାଇମାନେ ଆସିକିନା ନେଇଗଲେ। ଶରତ କୁମାର ମାଝୀ, ମୁଁ ରହୁଛି ମାଲକାନଗିରି। ଏବେ ରାତି 11ଟା ହେବ। ମାଲକାନଗିରି ପାଖ 7 ନମ୍ବର ପାଖରୁ କଲ୍ ଆସିଥିଲା, ଗୋଟେ ପାଇଥନ ଗୋଟେ ବାହାରିଛି। ଆଉ ମୁଁ ଆସିକି ରେସ୍କ୍ୟୁ କରିକି ନେଉଛି। ଆଗ ଫରେଷ୍ଟ ଡିପାର୍ଟମେଣ୍ଟକୁ ଦିଆହେବ ସକାଳକୁ। ତାର ସ୍ୱାସ୍ଥ୍ୟାବସ୍ଥା ଚେକ୍ କରି ତାପରେ ଜଙ୍ଗଲକୁ ଛଡ଼ା ହେବ। କେତେ କ'ଣ ଅଛି ସେଟା ଓଜନ ଅଛି, ତାର ଲମ୍ବା ଅଛି 10 ଫୁଟ, ଆଉ ତାର ଓଜନ ଅଛି 15 କେଜି। କେମିତି ଧରିଲ, କ'ଣ କେମିତି କ'ଣ? ମୁଁ ଆସିଥିଲି, ମୋର ଜଣେ ରେସ୍କ୍ୟୁର ଭାଇକୁ ଏକା ଧରିକି ଆସିଥିଲି। ଆଉ ଆମର ଗୁରୁ ଆସିଥିଲେ, ଯିଏ ମୋତେ ଶିଖେଇଛନ୍ତି। ଆମେ 3 ଜଣ ମିଶିକି ଆସିଥିଲୁ। ଆଉ ସେ ଗୋଟେ ଜଙ୍ଗଲ ଭିତରେ ଥିଲା, ତାକୁ ବହୁତ କଷ୍ଟରେ ଆମେ 3 ଜଣ ରେସ୍କ୍ୟୁ କଲୁ।